ମୋ ନାଁ ସୌମେନ୍ଦ୍ରନାଥ ନାୟକ। ମୁଁ କୋରାପୁଟ ଜିଲ୍ଲା ଟାଉନ୍ ଥାନାରେ 2016 ମସିହାରେ ଗୃହରକ୍ଷୀ ଭାବେ ଯୋଗ ଦେଇଥିଲି। 2020 ମସିହା ଡିସେମ୍ବର ମାସରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆପ୍ଲିକେସନ୍ ଦେଇ ରହିବା ସତ୍ତ୍ୱେ ମୋତେ ଡିସଚାର୍ଜ କରିଦିଆଯାଇଥିଲା। ଆଜି ଆମେ ସବୁ ଭାଇ ଏଠି ଯେଉଁ ଏକତ୍ରିତ ହୋଇଛୁ, ଯେଉଁମାନଙ୍କୁ ଏମିତି ବେଆଇନ ଭାବେ ସବୁ ଡିସଚାର୍ଜ କରିଦିଆଯାଇଥିଲା ଏବଂ ଯେଉଁ ଭାଇମାନଙ୍କର କାର୍ଯ୍ୟ ସମୟରେ ମୃତ୍ୟୁ ଘଟିଯାଇଥିଲା, ସେମାନଙ୍କ ପରିବାରର ସଦସ୍ୟ ତଥା ଆମମାନଙ୍କୁ ସରକାର ଯେଉଁ ନୂଆରେ ବାହାର କରିଛନ୍ତି 2298 ପୋଷ୍ଟ, ସେଥି ଭିତରେ ଆମକୁ ଅନୁକମ୍ପାମୂଳକ ନିଯୁକ୍ତି ଦେବା ପାଇଁ ଆମେ ଅନୁରୋଧ କରୁଛୁ ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ। ମୋର ତ ସ୍ୱାସ୍ଥ୍ୟଗତ ସମସ୍ୟା ହେବା ପରେ ମୁଁ ଆପ୍ଲିକେସନ୍ ଦେଇ ଜଣାଇଥିଲି, କିନ୍ତୁ ବିନା ନୋଟିସ୍ରେ ମୋତେ କାର୍ଯ୍ୟରୁ କାଢ଼ି ଦିଆଗଲା। ମୋତେ ମୋ ପକ୍ଷ ରଖିବାକୁ ମଧ୍ୟ ଦିଆଗଲା ନାହିଁ। ଏହା ପୂର୍ବରୁ ମୁଁ ସରକାରଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରିଥିଲି, କିନ୍ତୁ ପୂର୍ବ ସରକାର କୌଣସି କଥା ଶୁଣିଲେ ମଧ୍ୟ ନାହିଁ ଆମ କଥା। ଆଜ୍ଞା, ବର୍ତ୍ତମାନ ନୂଆ ସରକାର ଯେହେତୁ ନୂଆ ଘୋଷଣା କରିଛନ୍ତି ଏବଂ ଆମ ପାଇଁ ନିଶ୍ଚୟ ଦୟା କରିବେ, ଆଶା କରୁଛୁ ନିଶ୍ଚୟ ଆମ କଥା ଶୁଣିବେ। ମୋ ନାଁ ଉମାଚରଣ ଦାସ, ହୋମଗାର୍ଡ଼ ମାଛକୁଣ୍ଡ ଥାନା। ଆଜ୍ଞା, ମୁଁ 2006ରେ ହୋମଗାର୍ଡ଼ କୋରାପୁଟ ଡିଷ୍ଟ୍ରିକ୍ଟରେ ହୋମଗାର୍ଡ଼ରେ ଜଏନ୍ ହେଇଥିଲି। 2010ରେ ନକ୍ସଲାଇଟ୍ ଆଟାକ୍ ମାଛକୁଣ୍ଡ ଥାନାରେ ହେଲା ସମୟରେ ବି ମୁଁ ଡ୍ୟୁଟିରେ ଥିଲି। ତାହା ସତ୍ତ୍ୱେ ସେମାନେ ଧମକ ଚମକ ଦେବା ସତ୍ତ୍ୱେ ବି ଆମେ ଡ୍ୟୁଟି କରି ଚାଲିଥିଲୁ। 2011ରେ କେ ବିନୋଦ ହୋମଗାର୍ଡ଼ ଆଉ ବାଲା ଟାକରି 2 ଜଣଙ୍କୁ ଡ୍ୟୁଟି ସମୟରେ ହିଁ ହତ୍ୟା କରିଦିଆଗଲା। ତାପରେ ଆମକୁ ଧମକ ଚମକ ଦିଆଗଲା ଯେ ଯଦି ତୁମେମାନେ ଚାକିରି ନ ଛାଡ଼ ତାହେଲେ ତୁମର ବି ସେପରି କରୁଣ ପରିଣତି ହେବ। ସେହାକୁ ଧ୍ୟାନ ରଖିକିନା ଆମେମାନେ ବାଧ୍ୟ ହୋଇକିନା ଛାଡ଼ିଲୁ। ପାରିବାରିକ ସ୍ଥିତି ବହୁତ କରୁଣ ପରିସ୍ଥିତି ସାର୍। ଆମକୁ ଚଳିବା ପାଇଁ ଏଠି ସେଠି କାମ କରିକିନା ବୁଲୁଛୁ, ସେ ତଥାପି ଘରର ମେଣ୍ଟେନ୍ ହେଇପାରୁନି ସାର୍ ଘର। ଆଜ୍ଞା, ସେ ଯେଉଁ ନୂତନ ନିଯୁକ୍ତି କାଢ଼ିଛନ୍ତି ସେଥିରେ ଆମକୁ ପ୍ରତି ବି ଦୟାକରି ଆମକୁ ବି ସେ ଭିତରେ ଇନକ୍ଲୁଡ଼ିଂ କରାଯାଉ, ଆମକୁ ବି ସେ ଚାକିରିରେ ପୁଣି ଥରେ ନିଯୁକ୍ତି ଦିଆଯାଉ। ମୁଁ ଆଜ୍ଞା ଶ୍ରୀଧର ଭୂୟାଁ, ଥାନା କୋଟପାଡ଼, ଜିଲ୍ଲା କୋରାପୁଟ। ସରକାର ଯେଉଁ ଆମେ ଯେଉଁ ରିଭ୍ୟୁ ବୋର୍ଡ଼ରେ ଡିସଚାର୍ଜ ହେଇଯାଇଛୁ ସାର୍, ମାନେ ବିନା କାରଣରୁ, ସେଇଟାକୁ ନେଇକରି ସରକାରଙ୍କର ଯେଉଁ 2298 ପୋଷ୍ଟ କାଢ଼ିଛନ୍ତି, ସେଠି ଅନୁକମ୍ପା ବା ପୁନର୍ନିଯୁକ୍ତିରେ ଡିସଚାର୍ଜ ହୋମଗାର୍ଡ଼ ଆଉ ଡେଥ୍ ପରିବାରଙ୍କର ସଦସ୍ୟମାନଙ୍କୁ ପୁନର୍ବାର ନିଯୁକ୍ତି କରିବେ ବୋଲିକି ଆମର ଦାବି। କାମଟା ଠିକ୍ ଭାବରେ କେମିତି ହେଇପାରିବ ବୋଲି ସାର୍, ଆମେ ଆଗରୁ 10 ବର୍ଷ 12 ବର୍ଷ ଲେଖା ଚାକିରିରେ ରହିଥିଲୁ, ଆଉ ଟ୍ରେନିଂ ମଧ୍ୟ 3 ଥର ଲେଖା କରିଛୁ। ସ୍ପେଶାଲ ଟ୍ରେନିଂ କରିଛୁ, ବେସିକ୍ ଟ୍ରେନିଂ କରିଛୁ, ଟ୍ରାଫିକ୍ ଟ୍ରେନିଂ ମଧ୍ୟ କରିଛୁ। ଆଉ ସେଇ ସକାଶେ ଡ୍ୟୁଟିରେ ଅନୁପସ୍ଥିତ ରହିବାରୁ ଆମକୁ ବିନା କାରଣ ଡିସଚାର୍ଜ କରାଯାଇଛି। ହଁ ସାର୍, ପୁନଃନିଯୁକ୍ତି କରାଯାଉ, ସେତିକି ଆମର ଦାବି ସରକାରଙ୍କ ପାଖରେ।